ଜୟ ଶ୍ରୀକୃଷ୍ଣ। ଆତ୍ମା ଅମର, ଦେହ ନଶ୍ୱର। ଦେହ ନଷ୍ଟ ହୁଏ କିନ୍ତୁ ଆତ୍ମା କେବେ ବି ନଷ୍ଟ ହୁଏ ନାହିଁ। ଭଗବତ ଗୀତାର ଦ୍ୱିତୀୟ ଅଧ୍ୟାୟର ଶିକ୍ଷା ଆଜି ଆପଣଙ୍କ ଜୀବନକୁ ଉନ୍ନତତର କରିଦେବ ଏବଂ ଆଗକୁ ନେବ। ଜନ୍ମ ମୃତ୍ୟୁ ବିଷୟରେ ଯେଉଁ ଧାରଣା ଅଛି ସେସବୁ ଆଜି ଆପଣଙ୍କ ମନରୁ ଦୂର ହେବ। ଏହି ଦ୍ୱିତୀୟ ଅଧ୍ୟାୟକୁ ସାଂଖ୍ୟ ଯୋଗ ବୋଲି କୁହାଯାଏ। ଏହି ଅଧ୍ୟାୟରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଜୀବନର ସତ୍ୟ, କର୍ତ୍ତବ୍ୟ, ଆତ୍ମାର ଅମରତ୍ୱ ଏବଂ କର୍ମଯୋଗର ମହତ୍ତ୍ୱ ବୁଝାଇଛନ୍ତି। ଏହି ଦ୍ୱିତୀୟ ଅଧ୍ୟାୟ ଆପଣଙ୍କ ଜୀବନକୁ ସୁଗନ୍ଧିତ କରିଦେବ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ। ପ୍ରିୟ ଶ୍ରୋତାବନ୍ଧୁ, ଆତ୍ମା ଅମର, ଦେହ ନଷ୍ଟ ହୁଏ କିନ୍ତୁ ଆତ୍ମା କେବେ ନଷ୍ଟ ହୁଏନି। ଜନ୍ମ ଓ ମୃତ୍ୟୁ ଦେହର କିନ୍ତୁ ଆତ୍ମାର ନୁହେଁ। ଯେତେବେଳେ ଦେହରୁ ପ୍ରାଣ ଛାଡ଼ିଯାଏ ଆମେ ଜାଣିପାରୁ ଯେ ଜଣଙ୍କର ମୃତ୍ୟୁ ହେଇଛି। ସେହି ପ୍ରାଣ ଜଣକ କିଏ? ସେହି ପ୍ରାଣ ଜଣକ ହେଲେ ଆତ୍ମା। ଯେତେ ସମୟ ପର୍ଯ୍ୟନ୍ତ ଦେହରେ ଆତ୍ମା ଥାଏ ସେତେ ପର୍ଯ୍ୟନ୍ତ ଦେହ ସବୁକିଛି କର୍ମ କରୁଥାଏ। ଯେତେବେଳେ ଦେହରୁ ଆତ୍ମା ଛାଡ଼ିଯାଏ ସେତେବେଳେ ଶରୀର ଶୀତଳ ପଡ଼ିଯାଏ। ଜ୍ଞାନୀ ପୁରୁଷମାନେ ଜନ୍ମ ମୃତ୍ୟୁକୁ ଦେଖି ଅତ୍ୟଧିକ ଶୋକ କରନ୍ତି ନାହିଁ, କାରଣ ସେମାନେ ଜାଣିଥାନ୍ତି ଆତ୍ମା କେବେ ବି ମରେ ନାହିଁ। ସେ ଗୋଟିଏ ଶରୀରରୁ ବାହାରି ଅନ୍ୟ ଶରୀରକୁ ଗତି କରେ। ଗୋଟିଏ ଶରୀର ଛାଡ଼ି ଅନ୍ୟ ଶରୀରରେ ନିଜର ଅଧିକାର ଜମାଏ। ପୁରୁଣା ଖରାପ ଶରୀର ଛାଡ଼ିଦେଇ ନୂଆ ଶରୀର ଧାରଣ କରେ। ୟେନଂ ୟେନଂ ବେତି ହନ୍ତାରଂ ଯସ୍ୟେନଂ ମନ୍ୟତେ ହତଂ ଉଭୈତୋନଂ ବଜାନିତୋ ନ୍ୟାୟଂ ହନ୍ତି ନ ହନ୍ୟତେ। ଯେଉଁ ବ୍ୟକ୍ତି ଏପରି ଭାବନ୍ତି ଯେ ଆତ୍ମା କାହାର ହତ୍ୟା କରିପାରେ ଏବଂ ଯିଏ ଏପରି ଭାବନ୍ତି ଆତ୍ମାକୁ ହତ୍ୟା କରାଯାଇପାରେ, ଉଭୟ ବ୍ୟକ୍ତି ଅଜ୍ଞାନୀ ଅଟନ୍ତି। ଆତ୍ମାର ଜନ୍ମ ନାହିଁ କି ଏହାର ମୃତ୍ୟୁ ନାହିଁ। ଏହା କାହାଠାରୁ ଉତ୍ପନ୍ନ ହୋଇନଥାଏ ଏବଂ ଏହାଠାରୁ କେହି ଉତ୍ପନ୍ନ ହୁଅନ୍ତି ନାହିଁ। ଏହା ଅଜନ୍ମା, ଚିରନ୍ତନ, ଅମର ଏବଂ ଚିରାୟୁ ଅଟେ। ଶରୀର ନଷ୍ଟ ହେଲେ ମଧ୍ୟ ଏହା ନଷ୍ଟ ହୁଏ ନାହିଁ। କର୍ତ୍ତବ୍ୟ ପାଳନ କରିବା ହେଉଛି ଗୋଟିଏ ଧର୍ମ। ଅର୍ଜୁନଙ୍କର କ୍ଷତ୍ରିୟ ଭାବେ କର୍ତ୍ତବ୍ୟ ହେଉଛି ନ୍ୟାୟର ପକ୍ଷରେ ଦୌଡ଼ିବା। ଭୟ, ମୋହ ଓ ଦୁଃଖରେ କର୍ତ୍ତବ୍ୟ ଛାଡ଼ିଯିବା ଉଚିତ ନୁହେଁ। ଜଣେ ନିଜର କର୍ତ୍ତବ୍ୟ କରିବା ପାଇଁ ଯଦି ନିଜ ଜୀବନକୁ ବାଜି ଲଗାଏ ତାହେଲେ କୌଣସି ପାପ ନାହିଁ। ମଣିଷକୁ କେବଳ ନିଜ କର୍ମ କରିବା ଉଚିତ। ଫଳ କିପରି ହେବ ତାହା ଈଶ୍ୱରଙ୍କ ଇଚ୍ଛା। ଏହି ଭାବନାକୁ କର୍ମଯୋଗ କୁହାଯାଏ। ସମତା ବୁଦ୍ଧି ହେଉଛି ସତ୍ୟର ଜ୍ଞାନ। ସୁଖ ଓ ଦୁଃଖ, ଲାଭ ଓ କ୍ଷତି, ଜୟ ଓ ପରାଜୟରେ ସମାନ ରହିବା ହେଉଛି ଜଣେ ଯୋଗୀର ଲକ୍ଷଣ। ସ୍ଥିର ବୁଦ୍ଧି ମଣିଷକୁ ମୋକ୍ଷ ପଥରେ ଆଗକୁ ନିଏ। ଯେଉଁ ବ୍ୟକ୍ତି ଆସକ୍ତି, କର୍ମ, ଲୋଭ ଓ ମୋହକୁ ଜିତିପାରେ ସେ ଶାନ୍ତି ଓ ମୁକ୍ତି ପାଇଥାଏ। ଏହି ଅଧ୍ୟାୟର ମୂଳ ବାର୍ତ୍ତା ହେଉଛି ଦେହ ନୁହେଁ ଆତ୍ମା ସତ୍ୟ। ଫଳ ନ ଭାବି କର୍ତ୍ତବ୍ୟ କର ଏବଂ ମନକୁ ସ୍ଥିର ରଖି ଧର୍ମ ପଥରେ ଚାଲ। ସହଜ ଭାଷାରେ ବୁଝିବାକୁ ଗଲେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଭୟ ଓ ମୋହରେ ଭୁଲ କର୍ମ କରିବା ଉଚିତ ନୁହେଁ। ଯଦି ତମେ କୌଣସି ଗୋଟିଏ ନିର୍ଣ୍ଣୟ କରିବା ପାଇଁ ଚାହୁଁଛ ତାହେଲେ ଅପେକ୍ଷା କର ଠିକ୍ ସମୟକୁ। ମଣିଷ ନିଜ କର୍ମକୁ ସତ୍ୟ ନିଷ୍ଠାରେ କରିବା ଉଚିତ ଏବଂ ପରିଣାମକୁ ଈଶ୍ୱରଙ୍କ ଉପରେ ଛାଡ଼ିଦେବା ଉଚିତ। ଏହିଭଳି ଜୀବନ ହେଉଛି ଶାନ୍ତ, ସାଧୁ ଓ ଧର୍ମମୟ। ଆତ୍ମା ଅମର, ଦେହ ମରେ କିନ୍ତୁ ଆତ୍ମା କେବେ ମରେ ନାହିଁ। ଜନ୍ମ ଓ ମୃତ୍ୟୁ ସ୍ୱାଭାବିକ ଅଟେ। ଯେ ଜନ୍ମ ହେଇଛି ସେ ଦିନେ ନା ଦିନେ ମରିବ ଏବଂ ପୁନର୍ଜନ୍ମ ହେବ। ସେଥିପାଇଁ ଶୋକ କରିବା କ'ଣ ଦରକାର? ଅତ୍ୟଧିକ ଶୋକ କରନ୍ତୁ ନାହିଁ। ଜ୍ଞାନୀ ବ୍ୟକ୍ତି ଆତ୍ମାର ସତ୍ୟ ଜାଣି ଶୋକ କରନ୍ତି ନାହିଁ। ନିଜର କର୍ତ୍ତବ୍ୟ
ଠିକ୍ ଠିକ୍ ପାଳନ କରନ୍ତୁ। ନ୍ୟାୟ ପାଇଁ ଯୁଦ୍ଧ କରିବା ଅର୍ଜୁନଙ୍କର ଧର୍ମ ଥିଲା। ତେଣୁ ମଣିଷ ତା ନିଜ ପାଇଁ ନ୍ୟାୟ ପାଇଁ ଲଢ଼ିବା ଦରକାର। ଫଳର ଆଶା ଛାଡ଼ନ୍ତୁ, କେବଳ କର୍ମ କରନ୍ତୁ। ଫଳକୁ ଈଶ୍ୱରଙ୍କ ଉପରେ ଛାଡ଼ି ଦିଅନ୍ତୁ। ସୁଖ ଓ ଦୁଃଖରେ ସମାନ ରୁହନ୍ତୁ। ଏହା ସମତା ବୃଦ୍ଧି କରିଥାଏ। ସୁଖରେ ବେଶୀ ସୁଖୀ ନ ହୋଇ, ଦୁଃଖରେ ବେଶୀ ଦୁଃଖୀ ନ ହୋଇ ଜୀବନକୁ ସମାନ ଭାବରେ ବିତାଇବା ପାଇଁ ଚେଷ୍ଟା କରନ୍ତୁ। କ୍ରୋଧ ଓ ମୋହରୁ ସାବଧାନ ରୁହନ୍ତୁ। କ୍ରୋଧରୁ ବୁଦ୍ଧି ନଷ୍ଟ ହୁଏ। ଥରେ ବୁଦ୍ଧି ନଷ୍ଟ ହୋଇଗଲେ ଆପଣ ସବୁକିଛି ହରାନ୍ତି ଏବଂ ନିଃସହାୟ ହୋଇଯାଆନ୍ତି। ନିଜର ଇନ୍ଦ୍ରିୟମାନଙ୍କୁ ନିୟନ୍ତ୍ରଣ କରନ୍ତୁ। ନିୟନ୍ତ୍ରଣହୀନ ଇନ୍ଦ୍ରିୟ ମଣିଷକୁ ଭ୍ରମିତ କରେ। ସ୍ଥିର ବୁଦ୍ଧି ଗଢ଼ନ୍ତୁ। ଯେଉଁ ଜଣଙ୍କର ମନ ସ୍ଥିର ଅଟେ ସେ ଜଣେ ଯୋଗୀ ଅଟନ୍ତି। ଯେତେବେଳେ ମନ ସ୍ଥିର ଥାଏ ସେତେବେଳେ ସୁନ୍ଦର ଚିନ୍ତାଧାରା ମନକୁ ଆସେ। ଶାନ୍ତ ହିଁ ସର୍ବୋତ୍ତମ ଧନ। ଆସକ୍ତି ଛାଡ଼ିଲେ ମନରେ ସତ୍ୟ ଏବଂ ଶାନ୍ତି ଆସେ। ଯେତେ ଧନ ପଛରେ ଏବଂ ମାୟା ପଛରେ ଆମେ ଗୋଡ଼ାଇବା ସେତେ ଅଶାନ୍ତିର ସମ୍ମୁଖୀନ ହେବା। ଯେତିକି ମିଳିଛି ସେତିକିରେ ଖୁସି ହେବା ପାଇଁ ଚେଷ୍ଟା କରନ୍ତୁ। ଜୀବନରେ ଆନନ୍ଦ ଆସିବ। ଏହି ଅଧ୍ୟାୟରେ ଅର୍ଜୁନ ଯେଉଁ ପରିସ୍ଥିତି ମଧ୍ୟରେ ଗତି କରିଛନ୍ତି ତାହା ସହିତ ଉପଯୋଜନ କରିବାରେ ନିଜର ଚରମ ଅକ୍ଷମତା ବିଷୟ ପୁନରାବୃତ୍ତି କରିଛନ୍ତି ଏବଂ ଆସନ୍ନ ଯୁଦ୍ଧରେ ତାଙ୍କ କର୍ତ୍ତବ୍ୟ ପାଳନ କରିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି। ତାପରେ ସେ ଭଗବାନ ଶ୍ରୀକୃଷ୍ଣଙ୍କୁ ତାଙ୍କର ଆଧ୍ୟାତ୍ମିକ ଗୁରୁ ହେବାକୁ ଅନୁରୋଧ କରିଛନ୍ତି ଏବଂ ସେ ଯେଉଁ ପରିସ୍ଥିତିରେ ସମ୍ମୁଖୀନ ହୋଇଛନ୍ତି ସେଥିରେ ତାଙ୍କର ଉଚିତ କର୍ତ୍ତବ୍ୟ ପ୍ରତି ମାର୍ଗଦର୍ଶନ କରିବାକୁ ଭଗବାନଙ୍କୁ ବିନତି କରିଛନ୍ତି। ଭଗବାନ ଶ୍ରୀକୃଷ୍ଣ ଆତ୍ମାର ଅମରତ୍ୱ, ଯାହା ଶରୀର ନଷ୍ଟ ହେବା ସହିତ ନଷ୍ଟ ହୁଏ ନାହିଁ, ସେହି ବିଷୟରେ ବର୍ଣ୍ଣନା କରି ଅର୍ଜୁନଙ୍କୁ ଦିବ୍ୟ ଜ୍ଞାନ ଦେଇଛନ୍ତି। ଗୋଟିଏ ଜନ୍ମରୁ ଆଉ ଗୋଟିଏ ଜନ୍ମକୁ ଯିବା ସମୟରେ ଏହା କେବଳ ଶରୀର ପରିବର୍ତ୍ତନ କରିଥାଏ। ଠିକ୍ ଯେମିତି ଜଣେ ବ୍ୟକ୍ତି ପୁରୁଣା ବସ୍ତ୍ର ତ୍ୟାଗ କରି ନୂତନ ବସ୍ତ୍ର ପରିଧାନ କରିଥାଏ। ତାପରେ ଭଗବାନ ଶ୍ରୀକୃଷ୍ଣ ସାଂସାରିକ କର୍ତ୍ତବ୍ୟ ବିଷୟରେ ଅର୍ଜୁନଙ୍କର ମାର୍ଗଦର୍ଶନ କରୁଛନ୍ତି। ସେ ଅର୍ଜୁନଙ୍କୁ ସ୍ମରଣ କରାଇଛନ୍ତି ଯେ ସେ ଜଣେ ଯୋଦ୍ଧା ଭାବରେ ତାଙ୍କର କର୍ତ୍ତବ୍ୟ ହେଉଛି ଧର୍ମ ରକ୍ଷା ପାଇଁ ଯୁଦ୍ଧ କରିବା। ସେ କହୁଛନ୍ତି ଯେ ସାମାଜିକ କର୍ତ୍ତବ୍ୟ ପାଳନ ଏକ ଧାର୍ମିକ କାର୍ଯ୍ୟ ଅଟେ ଯାହା ତାଙ୍କ ପାଇଁ ସ୍ୱର୍ଗ ଲୋକର ଦ୍ୱାର ଖୋଲା ରଖିବ, ଅଥଚ କର୍ତ୍ତବ୍ୟର ଅପେକ୍ଷା ତାଙ୍କୁ କେବଳ ଅପମାନ ଏବଂ ଅପଯଶ ହିଁ ପ୍ରଦାନ କରିବ। ପୁଣି ଭଗବାନ ଅର୍ଜୁନଙ୍କୁ କହୁଛନ୍ତି, ତମେ ନିଜର କର୍ମଫଳ ପ୍ରତି ଆସକ୍ତି ନ ରଖି କର୍ମ କର। ଫଳ ଆଶା ନ ରଖି କର୍ମ କରିବାର ବିଜ୍ଞାନକୁ ସେହି ବୁଦ୍ଧିଯୋଗ ଭାବରେ ବର୍ଣ୍ଣନା କରିଛନ୍ତି। ମନର କର୍ମଫଳ ପ୍ରତି ଲାଳସାକୁ ପ୍ରତିରୋଧ ପାଇଁ ବୃଦ୍ଧିର ଉପଯୋଗ କରିବା ଆବଶ୍ୟକ। ଏପରି ଚେତନାରେ କର୍ମ କରିବା ଦ୍ୱାରା ବନ୍ଧନକାରକ କର୍ମ ବନ୍ଧନ ମୁକ୍ତ କର୍ମରେ ରୂପାନ୍ତରିତ ହେବ ଏବଂ ଅର୍ଜୁନ ଦୁଃଖାନ୍ୱିତ ସ୍ଥିତିକୁ ପ୍ରାପ୍ତ କରିବେ। ଅର୍ଜୁନ ଦିବ୍ୟ ଚେତନାରେ ସ୍ଥିତ ବ୍ୟକ୍ତିମାନଙ୍କର ସ୍ୱଭାବ ସମ୍ପର୍କରେ ପଚାରୁଛନ୍ତି। ପ୍ରତି ଉତ୍ତରରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି, କିପରି ଭାବରେ ଅନୁଭବବିତ ସ୍ତରରେ ସ୍ଥିତ ବ୍ୟକ୍ତି ଆସକ୍ତି, ଭୟ ଏବଂ କ୍ରୋଧରୁ ମୁକ୍ତ ହୋଇ ସମସ୍ତ ପରିସ୍ଥିତିରେ ସମଭାବାପନ୍ନ ଓ ଅବିଚଳିତ ରହିଥାନ୍ତି। ସେମାନଙ୍କର ଇନ୍ଦ୍ରିୟମାନେ ସଂଯତ ଏବଂ ମନ ସର୍ବଦା ଈଶ୍ୱରଙ୍କ ଠାରେ ନିମଗ୍ନ ରହିଥାଏ। ତାପରେ ଭଗବାନ ଶ୍ରୀକୃଷ୍ଣ ବର୍ଣ୍ଣନା କରୁଛନ୍ତି କାମ, କ୍ରୋଧ, ଲୋଭ ଆଦି ମାନସିକ ସନ୍ତାପ କିପରି ଭାବରେ ପର୍ଯ୍ୟାୟକ୍ରମେ ଉତ୍ପନ୍ନ ହୋଇଥାଏ ଏବଂ ସେମାନଙ୍କର ମୂଳୋତ୍ପାଟନ କିପରି କରାଯାଇପାରିବ।